ଖାସି ମାଂସ ଝୋଳ ତ ଆପଣମାନେ ବହୁତ ପ୍ରକାର ବନେଇଥିବେ ଏବଂ ଖାଇ ମଧ୍ୟ ଥିବେ, କିନ୍ତୁ ଆଜି ମୁଁ ଯେଉଁ ଖାସି ମାଂସର ରେସିପିଟି ଆପଣମାନଙ୍କ ସହିତ ସେୟାର କରିବି ତାହା ଆମ ମୟୂରଭଞ୍ଜ ଫେମସ୍ ବାରିପଦା ସହରର ବହୁତ ହି ଜଣାଶୁଣା ହୋଟେଲ ଗରମା ଗରମର ଖାସି ମାଂସ ତରକାରୀ। ତାଙ୍କର ଫେମସ୍ ଡିଶ୍ଟି ହେଉଛି ମାଂସ ମୁଢ଼ି। ମୁଁ ଛୋଟବେଳରୁ ଖାଇ ଆସୁଛି, ତାର ସ୍ୱାଦ ସବୁଠୁ ନିଆରା ଓ ବହୁତ ସୁସ୍ୱାଦୁ। ତାଙ୍କର ସେଇ ଦେଶୀ ମସଲା ଯୁକ୍ତ ଖାସି ମାଂସର ଝୋଳଟି ବହୁତ ହି ଟେଷ୍ଟି। ତ ଆଜି ମୁଁ ଆପଣମାନଙ୍କ ପାଇଁ ସେହି ଗରମା ଗରମ ହୋଟେଲ ପରି ଖାସି ମାଂସ ଝୋଳଟି ତିଆରି କରିବାକୁ ଯାଉଛି। ଆପଣମାନେ ୟାକୁ ଥରେ ନିଶ୍ଚୟ ତିଆରି କରନ୍ତୁ ଏବଂ ମୁଢ଼ି କିମ୍ବା ଗରମ ଗରମ ଭାତ ସହିତ ଏହାର ମଜା ନିଅନ୍ତୁ। ଯଦି ଆପଣମାନଙ୍କୁ ଖାସି ମାଂସର ରେସିପିଟି ଭଲ ଲାଗିବ ତେବେ ନିଶ୍ଚୟ ଆପଣମାନେ ଏହି ଭିଡ଼ିଓଟିକୁ ଫ୍ରେଣ୍ଡସ୍ ଓ ରିଲେଟିଭଙ୍କ ସହ ସେୟାର କରନ୍ତୁ। ନମସ୍କାର ଫ୍ରେଣ୍ଡ, ମୁଁ ସ୍ନେହା ସ୍ପାଇସି କିଚେନରେ ଆପଣମାନଙ୍କୁ ଅନେକ ସ୍ୱାଗତ। ତ ଆସନ୍ତୁ ଆଜିର କୁକିଂ ପ୍ରୋସେସଟି ଷ୍ଟାର୍ଟ କରିବା। ଏଇଠି ଦେଖିପାରୁଥିବେ ସାଙ୍ଗମାନେ, ମୁଁ ରେସିପିଟି ପାଇଁ ଆମର ମେନ୍ ଇନଗ୍ରେଡ଼ିଏଣ୍ଟ ଯେଉଁଟାକି ଖାସି ମାଂସ ବା ମଟନ 1 କେଜି ଧୋଇକି ନେଇଯାଇଛି। ତାକୁ ଆମେ ପ୍ରଥମେ ମ୍ୟାରିନେଟ୍ କରିବା, କାହିଁକି ନା ଆମେ ଏଇଠି ପ୍ରେସର କୁକର ବ୍ୟବହାର କରୁନା। ମ୍ୟାରିନେଟ୍ କରିବା ଦ୍ୱାରା ଖାସି ମାଂସଟି ଆମର ଜଲ୍ଦି ସିଝିଯିବ। ମ୍ୟାରିନେଟ୍ ପାଇଁ ମୁଁ ବହୁତ କମ୍ ମସଲା ବ୍ୟବହାର କରୁଛି। ତ ପ୍ରଥମେ ମୁଁ 1 ଚାମଚ ହଳଦୀ ଗୁଣ୍ଡ ପକାଇ ନେଉଛି, ତାପରେ ଲଙ୍କା ଗୁଣ୍ଡ 2 ଚାମଚ ନେଇଯାଉଛି ଏବଂ ସ୍ୱାଦ ଅନୁଯାୟୀ ଲୁଣ ନେଇଯାଇଛି। ଏବେ ମୁଁ କମ୍ ଲୁଣ ନେଉଛି। ମାଂସ ପୋଡ଼ି ସାରିଲା ପରେ ମଧ୍ୟ ମୁଁ କିଛି ଲୁଣ ନେବି। ଏବେ କଞ୍ଚା ସୋରିଷ ତେଲ ଦେଖିପାରୁଥିବେ ମୁଁ 2 ଚାମଚ ଦେଇ ଦେଉଛି ଏବଂ ଏସବୁକୁ ଭଲ ଭାବରେ ଗୋଳେଇ ନେବା। ତାପରେ ୟାକୁ 30 ମିନିଟ୍ ବା 1 ଘଣ୍ଟା ପାଇଁ ଘୋଡ଼େଇକି ରେଷ୍ଟ ଦେଇଦେବା। ମୁଁ ଏଇଠି ଆଉ ଗୋଟେ କଥା କହି ରଖୁଛି ବା ଆପଣମାନେ ଏହାକୁ ଟିପ୍ସ ହିସାବରେ ମନେ ରଖନ୍ତୁ। ଆପଣମାନେ ଦେଖିଥିବେ ପ୍ରାୟତଃ ଆମେ ସମସ୍ତେ ମାଂସ ଏବଂ ଚର୍ବିକୁ ଏକା ସହିତ ମସଲାରେ ଗୋଳେଇକି ଆମେ କଷିକି ପାଣି ଦେଇଥାଉ। ତାପରେ ଚର୍ବି ଗୁଡ଼ିକ ଛେନା ଛିଡ଼ିଲା ପରି ହୋଇ ତରକାରୀ ଉପରେ ଭାସିଥାଏ। ଯଦି ଆପଣମାନେ ମାଂସ ପକାଇବା ଆଗରୁ ଚର୍ବିକୁ ଅଳ୍ପ ପାଣି ଦେଇ କେବଳ 1 ମିନିଟ୍ ଫୁଟାଇ ଦେବେ ବା କେବଳ ଗରମ ପାଣିରେ ମଧ୍ୟ କିଛି ସମୟ ପକାଇ ନେବେ, ତାପରେ ୟାକୁ ଆମେ ମାଂସ କଷିବା ସମୟରେ ଏଡ୍ କରିବା, ତରକାରୀ ରେଡ଼ି ହୋଇଗଲା ପରେ ମଧ୍ୟ ଆମର ଚର୍ବି ଗୁଡ଼ିକ ଗୋଟା ଗୋଟା ହୋଇ ରହିବ, ଜମାରୁ ବି ଘାଣ୍ଟି ହେବନି। ଏବେ ମଟନ ଝୋଳ ପାଇଁ ମୁଁ କ'ଣ ମସଲା ନେଇଛି ଚାଲନ୍ତୁ ଥରେ ନଜର ପକାଇଦେବା। ଏଇଠି ଦେଖିପାରୁଥିବେ ମୁଁ ଖାସି ମାଂସର ମସଲା ପାଇଁ ଗୋଟିଏ ସ୍ପେଶାଲ ମସଲା ତିଆରି କରି ନେଉଛି। ସେଥିପାଇଁ 2 ଇଞ୍ଚର ଅଦାକୁ ଛୋଟ ଛୋଟ କାଟିକି ଗୋଟେ ମିକ୍ସି ଜାରରେ ଦେଇ ଦେଉଛି। ତାପରେ ସେଥିରେ ମୁଁ ମିଡ଼ିୟମ୍ ସାଇଜ୍ର 4ଟି ରସୁଣର କଲାକୁ ଭଲ ଭାବରେ ଚୋପା ଛଡ଼େଇକି ନେଇଯାଇଛି ଏବଂ ସେଥିରେ ମୁଁ ଶୁଖିଲା ଲଙ୍କା 4ଟି ନେଇଯାଉଛି। ରାଗ ପାଇଁ ଆପଣମାନେ ତ ଜାଣିଥିବେ, ରାଗ ନହେଲେ ଖାସି ମାଂସ ଝୋଳଟିର ବାଗ ଆସିବ ନାହିଁ। ଆଉ ଏଥିରେ ମୁଁ ଦେଖିପାରୁଥିବେ ଗୋଟା ମସଲାକୁ ମଧ୍ୟ ଦେଇ ଦେଉଛି। ଗୋଟା ମସଲାରେ ମୁଁ ଲବଙ୍ଗ, ଗୁଜୁରାତି, ଡାଲଚିନି ଓ ଅଳ୍ପ ଟିକେ ଜିରା ଏବଂ ଅଳେଇଚକୁ ସେଇ ମସଲା ଜାରଟିରେ ଦେଇକି ଅଳ୍ପ ପାଣି ଦେଇ ଏବେ ଏହାର ଗୋଟିଏ ଭଲ ପେଷ୍ଟ ବନେଇକି ନେଇ ଆସିବା। ଏବେ ଦେଖିପାରୁଥିବେ ମୁଁ ଚୁଲିରେ ଗୋଟିଏ କରେଇ ଗରମ ହେବା ପାଇଁ ବସେଇ ଦେଇଛି। କରେଇଟି ଭଲ ଭାବରେ ଗରମ ହେବା ପରେ ଦେଖିପାରୁଥିବେ ମୁଁ 200 ml ସୋରିଷ ତେଲ ନେଇଯାଇଛି। ଆପଣମାନେ ଚାହିଁଲେ ରିଫାଇନ୍ ତେଲ ମଧ୍ୟ ବ୍ୟବହାର କରିପାରିବେ, କିନ୍ତୁ ନନଭେଜ୍ ଆଇଟମରେ ସୋରିଷ ତେଲର ବ୍ୟବହାରଟି ସ୍ୱାଦକୁ ବଢ଼େଇ ଦେଇଥାଏ। ତ ତେଲ ଭଲ ଭାବରେ ଗରମ ହେଇଯାଇଛି। ଦେଖିପାରୁଥିବେ ଏବେ ମୁଁ ସେଥିରେ 1 ଚାମଚ ଚିନି ଦେଇ ଦେଉଛି। ଚିନି ଭଲ କଲର୍ ପାଇଁ ମୁଁ ଦେଉଛି। ଚିନିର ହାଲକା ରେଡ୍ କଲର୍ଟି ଉପରକୁ ଆସିବା ପରେ ଏବେ ମୁଁ ସେଥିରେ 3ଟି ତେଜପତ୍ରକୁ ଦେଇ ଦେଉଛି। ଏଇଠି ଦେଖିପାରୁଥିବେ ମୁଁ 5ଟି ମିଡ଼ିୟମ୍ ସାଇଜ୍ର ପିଆଜକୁ ପତଳା ପତଳା କାଟିକି ରଖିଛି। ଏବେ ପିଆଜ ଦେଇ ଦେଉଛି। ପିଆଜକୁ ଆମେ ଭାଜିବା ଗୋଲ୍ଡେନ୍ ବ୍ରାଉନ୍ ହେବା ପର୍ଯ୍ୟନ୍ତ। ପିଆଜ ଭଲ ଭାବରେ ସିଝିବା ପାଇଁ ମୁଁ ସେଥିରେ ଅଳ୍ପ ଟିକେ ଲୁଣର ବ୍ୟବହାର କରୁଛି। ଏଇଠି ଦେଖିପାରୁଥିବେ ସାଙ୍ଗମାନେ ପିଆଜଟି ଏବେ ମୋର ପୁରାପୁରି ଭଲ ଭାବରେ ଭାଜି ହେଇଯାଇଛି। ଏବେ ମୁଁ ସେଥିରେ ପେଷ୍ଟ କରି ରଖିଥିବା ମସଲାକୁ ଦେଇକି ଭଲ ଭାବରେ କଷି ନେଉଛି। ମସଲା କିଛି ସମୟ କଷି ହେବା ପରେ ମାନେ ତାର କଞ୍ଚା ବାସ୍ନାଟି ଯିବା ପରେ ଆମେ ଏଥିରେ ଗୁଣ୍ଡ ମସଲା ଏଡ୍ କରିବା। ଡାଇରେକ୍ଟଲି ଗୁଣ୍ଡ ମସଲା କରେଇରେ ଦେଲେ ଗୁଣ୍ଡ ମସଲା ପୋଡ଼ିଯିବାର ସମ୍ଭାବନା ରହୁଛି। ତ ସେଥିପାଇଁ ମୁଁ ଗୋଟେ ଛୋଟ ବାଉଲରେ ଦେଖିପାରୁଥିବେ ସବୁ ଗୁଣ୍ଡ ମସଲାକୁ ଦେଇ ଦେଉଛି। ମ୍ୟାରିନେଟ୍ ସମୟରେ ଆମେ ଗୁଣ୍ଡ ମସଲା କିଛି ମାତ୍ରାରେ ବ୍ୟବହାର କରିଥିଲୁ, ସେହି ଅନୁସାରେ ଏବେ ମୁଁ ଧନିଆ ଗୁଣ୍ଡକୁ ନେଉଛି 2 ଚାମଚ, ଲଙ୍କା ଗୁଣ୍ଡ 2 ଚାମଚ ଏବଂ ହଳଦୀ ଗୁଣ୍ଡ 1 ଚାମଚ। ଏସବୁକୁ ଦେଇକି ଅଳ୍ପ ପାଣି ଦେଇକି ମୁଁ ସବୁକୁ ଫେଣ୍ଟି ନେଉଛି। ଏବେ ଏହି ମିଶ୍ରଣଟିକୁ ମସଲାରେ ଦେଇଦେବା।
ଓ ମସଲାକୁ ଆହୁରି 15 ମିନିଟ୍ ପର୍ଯ୍ୟନ୍ତ ଭଲ ଭାବରେ କଷି ନେବା। ମୁଁ କେବଳ ଦେଶୀ ମସଲାର ହିଁ ବ୍ୟବହାର କରିଛି। ଦେଖିପାରୁଥିବେ ମଟନ ମସଲାରେ କିଛି ବି ଏକ୍ସଟ୍ରା ମସଲା ଜମାରୁ ବି ଏଡ୍ କରିନି। ଠିକ୍ ଏହିପରି ଭାବରେ ହିଁ ଆମ ଗରମା ଗରମ ହୋଟେଲରେ ପ୍ରସ୍ତୁତି ପ୍ରଣାଳୀ ହେଇଥାଏ। ମସଲାକୁ କଷିବା ସମୟରେ ମଝିରେ ମଝିରେ ମସଲା ଲାଗିଗଲେ ଆମେ ଅଳ୍ପ ପାଣି ମଧ୍ୟ ଦେଇକି ଏହାକୁ କଷିବା, ନହେଲେ ଆମର ମସଲା ପୋଡ଼ିଯିବାର ଚାନ୍ସ ଅଛି। ମସଲା ଆମର ଏବେ ଭଲ ଭାବରେ କଷି ହେଇଯାଇଛି। ଦେଖିପାରୁଥିବେ ମସଲାରୁ ଅଏଲ୍ ରିଲିଜ୍ ହେଇଗଲାଣି। ଠିକ୍ ଏହି ସମୟରେ ଆମେ ମ୍ୟାରିନେଟେଡ୍ ଖାସି ମାଂସକୁ ପକାଇଦେବା ଓ ଲୁଣ ଦେଇ ଭଲ ଭାବରେ କଷିବା। ଲୁଣ ଆମେ ଆଗରୁ ନେଇଥିଲୁ, ସେହି ଅନୁଯାୟୀ ଖାସି ମାଂସର କ୍ୱାଣ୍ଟିଟିକୁ ଦେଖି ଆଉ କିଛି ଲୁଣ ଦେଇଦେବା ଓ ୟାକୁ ଘୋଡ଼େଇକି ସିଝିବାକୁ ଛାଡ଼ିଦେବା। ଏବେ ବଏଲ୍ କରି ରଖିଥିବା ଚର୍ବିକୁ ସେଥିରେ ଦେଇଦେବା। 40 ମିନିଟ୍ ପର୍ଯ୍ୟନ୍ତ ଆମେ ଏହାକୁ କଷିବା। ଏବେ ଆମେ ଏଥିରେ ଭାଜିକି ରଖିଥିବା ଆଳୁକୁ ଦେଇଦେବା। ତାପରେ ଆଉ କିଛି ସମୟ କଷିବା। ଆଳୁକୁ ଆମେ ମାଂସ ସହିତ ପକାଇନୁ। ଏତେ ସମୟ ଆଳୁ କଷି ହେଲେ ଚୋପାରୁ ଫିଟିଯିବ ଓ ଝୋଳରେ ଗଳେଇଯିବ। ତ ସେଥିପାଇଁ ମୁଁ ପାଣି ଦେବାର କିଛି ସମୟ ପୂର୍ବରୁ ଆଳୁକୁ ନେଇଛି, ଯାହାଫଳରେ ତରକାରୀ ଫୁଟିବା ସମୟରେ ଆଳୁ ଆମର ଭଲ ଭାବରେ ସିଝିଯିବ। ଏବେ ଦେଖନ୍ତୁ ମାଂସ ଆମର ଭଲ ଭାବରେ କଷି ହେଇଯାଇଛି। ଏବେ ଆମେ ଝୋଳ ପାଇଁ ଏଥିରେ ପାଣି ଦେଇଦେବା। ଆମେ ଏଠି ଗରମ ପାଣିର ବ୍ୟବହାର କରିବା। ଗରମ ପାଣି ଦେଲେ ଜଲ୍ଦି ବଏଲ୍ ଆସିବ। ଆପଣ ଯେଉଁ ପରିମାଣର ଝୋଳ ରଖିବେ ସେଇଭଳି ପାଣି ଦେବେ। ଏଇଠି ଦେଖିପାରୁଥିବେ ଆମର ତରକାରୀ ଫୁଟିବାର ପାଖାପାଖି 15 ମିନିଟ୍ ହେଇଗଲାଣି। ତା ସହ ମୁଁ ଝୋଳର କନସିଷ୍ଟେନ୍ସି ଦେଖାଉଛି, ଦେଖନ୍ତୁ ବିଲକୁଲ ପରଫେକ୍ଟ ଅଛି। ଏବେ ଏଥିରେ 1 ଚାମଚର ଗରମ ମସଲା ଗୁଣ୍ଡ ଦେଇଦେବା। ଏ ସବୁକୁ ଗୋଳେଇକି 2 ମିନିଟ୍ ପାଇଁ ଘୋଡ଼ଣୀ ଘୋଡ଼େଇକି ରେଷ୍ଟ ପାଇଁ ଛାଡ଼ିଦେବା ଓ ତରକାରୀ ଫୁଟିବା ପାଇଁ ଛାଡ଼ିଦେବେ। 2 ମିନିଟ୍ ପରେ ଏଠି ଘୋଡ଼ଣୀ କାଢ଼ି ମୁଁ ଚେକ୍ କରି ନେଉଛି। ଦେଖିପାରୁଥିବା ତରକାରୀରେ ଆମର କେତେ ଭଲ କଲର୍ ଆସିଛି ଏବଂ ବାସ୍ନା ମଧ୍ୟ ବହୁତ ଭଲ ଆସୁଛି ଏବଂ ତା ସହ ମଟନ ଆମର କେତେ ଭଲ ଭାବରେ ସିଝି ଯାଇଛି। ଆଉ ହଁ, ଆପଣମାନେ ଯଦି ପ୍ରେସରରେ ବନାଉଥିବେ ତାହେଲେ ଟିକେ କମ୍ ପାଣି ଦେବେ। ମୁଁ ଏଠି କରେଇରେ ବ୍ୟବହାର କରିଛି, ସେଥିପାଇଁ ମୁଁ ଟିକେ ଅଧିକ ପାଣି ଦେଇଛି ତରକାରୀ ଭଲ ଭାବରେ ଫୁଟିବା ପାଇଁ। ଏଇଠି ଦେଖନ୍ତୁ ଆମର ମଟନ ତରକାରୀ ବିଲକୁଲ ରେଡ଼ି ହେଇଯାଇଛି। ସର୍ଭ କରି ନେବା। ୟାକୁ ଆପଣମାନେ ଘରେ ଥରେ ନିଶ୍ଚିନ୍ତ ଟ୍ରାଏ କରନ୍ତୁ ଆଉ ବନେଇକି ଖାଇଲା ପରେ କେମିତି ଲାଗିଲା ଆପଣଙ୍କ ମତାମତ ମୋ କମେଣ୍ଟ ବକ୍ସରେ ସେୟାର କରନ୍ତୁ। ୟାକୁ ଆପଣମାନେ ରୁଟି ଏବଂ ପରଟା ସହ ମଧ୍ୟ ଖାଇପାରନ୍ତି। ଏଇଠି ମୁଁ ୟାକୁ ଭାତ ସହ ସାଲାଡ଼ ଦେଇ ସର୍ଭ କରିଛି। ତେବେ ଆଶା କରୁଛି ଆଜିର ଏହି ରେସିପିଟି ଆପଣମାନଙ୍କୁ ପସନ୍ଦ ଆସିଥିବ। ଭିଡ଼ିଓଟି ପସନ୍ଦ ଆସିଥିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଓ ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି ଭୁଲନ୍ତୁନି। ତାହେଲେ ଆଜି ପାଇଁ ରହୁଛି। ପୁଣି ଦେଖାବ ଆଉ ଏକ ନୂଆ ରେସିପି ସହିତ ଆଉ ଏକ ନୂଆ ଭିଡ଼ିଓରେ। ନମସ୍କାର, ଜୟ ଜଗନ୍ନାଥ।